ଜଳେଶ୍ୱର ବ୍ଲକ ଅନ୍ତର୍ଗତ କଟସାହି ଗ୍ରାମ ପଞ୍ଚାୟତ ସ୍ଥିତ ସାନ ରାଉତପଡ଼ା ଓ ବାଗ ସନ୍ନିକଟ ସୁବର୍ଣ୍ଣରେଖା ନଦୀ ପଠାରେ ଦ୍ୱିତୀୟ ବର୍ଷ ସୁବର୍ଣ୍ଣରେଖା ମହୋତ୍ସବ ଓ 32 ବେଶ ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଓ ଜଗନ୍ନାଥଙ୍କ 32 ବେଶ ଆସନ୍ତା 17 ତାରିଖ ଯାଏ ମହାଆଡ଼ମ୍ବର ସହ ପାଳିତ ହେଉଛି। ସୁବର୍ଣ୍ଣରେଖା ନଦୀ ପଠାରେ ମହାପ୍ରଭୁଙ୍କ 32 ବେଶ ଓ ସୁନାବେଶ ଦର୍ଶନ ଓ ସନ୍ଧ୍ୟା ଆଳତୀ ଭଜନ କୀର୍ତ୍ତନ ଆଦି ହଜାର ହଜାର ଶ୍ରଦ୍ଧାଳୁ ଉପଭୋଗ କରୁଥିବା ବେଳେ ଓଡ଼ିଶା ତଥା ମୁମ୍ବାଇର ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଦ୍ୱାରା ପ୍ରତି ସନ୍ଧ୍ୟାରେ ମନୋରଞ୍ଜନ ଆସର ଜନସାଧାରଣଙ୍କୁ ବିମୋହିତ କରିବ। ବସ୍ତା ଓ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ପାଇଁ ନଦୀ ପଠାରେ ଏକ ସ୍ୱତନ୍ତ୍ର ଅସ୍ଥାୟୀ କାଠ ପୋଲ ମଧ୍ୟ ନିର୍ମାଣ କରାଯାଇଛି, ଯାହାଫଳରେ ବସ୍ତା ଓ ବାଲିଆପାଳ ଅଞ୍ଚଳର ଦର୍ଶକ ଆସି 11 ଦିନ ଚାଲିବାକୁ ଥିବା ମେଳାକୁ ଉପଭୋଗ କରିପାରିବେ। ପଶ୍ଚିମବଙ୍ଗ ଚନ୍ଦନେଶ୍ୱରର ଆକର୍ଷଣୀୟ ସୁସଜ୍ଜିତ ଆଲୋକମାଳା ଓ ଭୁବନେଶ୍ୱରର ପ୍ୟାଣ୍ଡେଲ ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ ଜଗନ୍ନାଥ 32 ବେଶ ଓ ବିଭିନ୍ନ ଠାକୁରଙ୍କ କୁଞ୍ଜ ବହୁତ ସୁନ୍ଦର ଭାବେ ନିର୍ମିତ ହୋଇଛି। ଶନିବାର ଅପରାହ୍ନରେ ପୁରୀ ଜଗନ୍ନାଥ ମନ୍ଦିରଠାରୁ ଆଜ୍ଞାମାଳ ଆସିବା ପରେ ଏହି 11 ଦିନିଆ ମେଳାର ଶୁଭାରମ୍ଭ ହୋଇଯାଇଛି। ଏହି ମହୋତ୍ସବକୁ ବାଲେଶ୍ୱର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରି ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଓ ଭାଇଚାରା ସମ୍ପ୍ରତି ବୃଦ୍ଧି ସହିତ ବିକାଶର ସ୍ୱର ଉତ୍ଥାପନ ହୋଇଥାଏ ବୋଲି କହିଛନ୍ତି। ପୂର୍ବାହ୍ନ 10 ଘଟିକା ସମୟରେ କଟସାହି ଗ୍ରାମ ପଞ୍ଚାୟତ ସରପଞ୍ଚ ମଞ୍ଜୁବାଳା ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା ସୁବର୍ଣ୍ଣରେଖା ନଦୀର ଗୋବର୍ଦ୍ଧନପୁର ପଠାରୁ ପୂର୍ଣ୍ଣ କଳସ ନେଇ ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ